କୁଆଁରମୁଣ୍ଡାରେ ବିଶ୍ୱ ଆଦିବାସୀ ଦିବସ ପାଳିତ। ଗତ 9 ତାରିଖରେ ଅନ୍ତର୍ଜାତୀୟ ଆଦିମ ଜନଜାତି ଦିବସ ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ କୁଆଁରମୁଣ୍ଡାର ନାଇକେନବାହାଲଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଦିବାସୀ ସମାଜକୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ବିଧାୟକଙ୍କୁ ଆଦିବାସୀ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା। ଆଦିବାସୀ ଭାଇ ଭଉଣୀମାନେ ନିଜ ପରମ୍ପରାଗତ ରୀତିନୀତି ଅନୁଯାୟୀ ସମ୍ବର୍ଦ୍ଧନା ଦେଇଥିଲେ। ଆଦିବାସୀ ଭାଇ ଭଉଣୀମାନେ ନୃତ୍ୟ ଏବଂ ସଙ୍ଗୀତ ପ୍ରଦର୍ଶନ ପୂର୍ବକ ଏହି ବିଶ୍ୱ ଆଦିବାସୀ ଦିବସରେ ଖୁବ୍ ମଜା ଉଠାଇଥିଲେ। ବିଧାୟକ ଶ୍ରୀ ତିର୍କୀ କହିଲେ ଯେ ଆଦିବାସୀ ସମାଜ ଆମ ଦେଶ ଓ ରାଜ୍ୟର ମୂଳ ଚିହ୍ନ। ପ୍ରକୃତିର ସଂରକ୍ଷଣ, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବାରେ ଆଦିବାସୀ ଭାଇ ଭଉଣୀମାନଙ୍କର ବଡ଼ ଭୂମିକା ରହିଛି। ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ରୋଜଗାର, ଜଙ୍ଗଲ, ଜଳ, ଜମି ଅଧିକାର ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। କୁଆଁରମୁଣ୍ଡା ଅଞ୍ଚଳର ବିକାଶ ପାଇଁ ରାସ୍ତା, ପାନୀୟ ଜଳ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ରେମେଶ କେରକେଟା, ସମାଜସେବୀ ସଞ୍ଜୀବ ପ୍ରତାପ ସିଂ, କୁଆଁରମୁଣ୍ଡା ଜିଲ୍ଲା ପରିଷଦ ରାଜେନ୍ଦ୍ର କୁଜୁର, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ବିଜେଡି କର୍ମୀ ଏବଂ ବହୁ ସଂଖ୍ୟାରେ ଆଦିବାସୀ ଭାଇ ଭଉଣୀମାନେ ଉପସ୍ଥିତ ଥିଲେ। ଦେଖନ୍ତୁ ତାରି ଚିତ୍ର। बीरो न्यूज ओडिशा कथा यूट्यूब चैनल टी को आपण माने देखुचंती, मतामत दियंतु, लाइक करंतु, सब्सक्राइब करंतु और शेयर मध्य करंतु।